ନମସ୍କାର ବନ୍ଧୁଗଣ। ଆଜି ଆମେ ଆଲୋଚନା କରିବା ଗୋଟିଏ ଅଦ୍ଭୁତ ଗଛ। ସେ ଗଛରେ ଟିକେ ଟିକେ କଣ୍ଟା ଥାଏ। ତା ନାମ ହେଲା ପାଳଦୁହା ଗଛ। ଏହାର ପତ୍ର ବି ସୁନ୍ଦର ଆଉ ଫୁଲ ବି ବହୁତ ସୁନ୍ଦର। ସାଧାରଣତଃ ବାଡ଼ି ବଗିଚାରେ ଥାଏ। ଆମେ ସାଧାରଣତଃ ଆମର ବାଡ଼ି ଆକଟ କରିବା ପାଇଁ ପାଳଦୁହା ଗଛ ଆମେ ଲଗେଇଥାଉ। ଏ ପାଳଦୁହା ଗଛର ଉପକାର ବହୁତ। ଏ ଗୋଟେ ବହୁତ ବଡ଼ ଔଷଧୀୟ ଗୁଣର ଅଧିକାରୀ। ଏ ପାଳଦୁହା ଗଛର ପତ୍ର, ଛେଲି, ଫୁଲ ଓ ମୂଳ ଔଷଧୀୟ ପାଇଁ ବ୍ୟବହାର କରାଯାଇଥାଏ। ପତ୍ରର ରସ ପିଇଲେ କଫ, ବାତ ଓ ରୁଚି, ମୋଟାପଣ, ହଜମ ଶକ୍ତି, କୃମି କମେଇବାରେ ସାହାଯ୍ୟ କରିଥାଏ। ଏ ପାଳଦୁହା ଗଛର ଛେଲି ଦୁର୍ବଳତା, ଜ୍ୱର ଓ ଝାଡ଼ାରେ ରକ୍ତ ନାଳ ପଡ଼ିବା ସମୟରେ ଏ ଛେଲି ର କାଢ଼ା ପିଇଲେ ଏସବୁ ବେମାର ଦୂର ହୋଇଥାଏ। ଏହାର ଫୁଲ ପେଟ ଯନ୍ତ୍ରଣା ହେଲେ ଭଲ ହୋଇଥାଏ। ଏହାର ମୂଳ ଯେଉଁମାନଙ୍କର ଟିକେ ଗୋଡ଼ ହାତ ନିସ୍ତେଜ ହେଇଯାଏ, ବଳହୀନ ହେଇଯାଏ, ତାହାର ମୂଳର କାଢ଼ା କିଛି ଦିନ ପର୍ଯ୍ୟନ୍ତ ପିଇଲେ ଏ ସମସ୍ୟା ଦୂର ହୋଇଥାଏ। ତେଣୁ ଏଇ ପ୍ରକାର ଗଛ ଭଗବାନ ଆମକୁ ଦେଇଛନ୍ତି। ବହୁତ ଔଷଧୀୟ ଗୁଣ ଭରପୁର ହେଇକି ରହିଛି। ଆସନ୍ତୁ ବନ୍ଧୁଗଣ, ଏଇ ପାଳଦୁହା ଗଛ ଆମେ ଲଗେଇବା। ତାର ଯେତେ ଗୁଡ଼ିଏ ଉପକାର ଅଛି, କଫ, ବାତ, ଅରୁଚି, ମୋଟାପଣ, ହଜମ ଶକ୍ତି, କୃମିନାଶ, ଦୁର୍ବଳତା ହ୍ରାସ, ଜ୍ୱର, ଝାଡ଼ାରେ ରକ୍ତନାଳ ପଡ଼ିବା, ପେଟ ଯନ୍ତ୍ରଣା, ଗୋଡ଼ ହାତ ଟିକେ ନିସ୍ତେଜ ହୋଇଯାଏ, ଟିକେ ଶକ୍ତି ଯୋଗାଇବା, ଏଇଭଳି ବହୁତ ପ୍ରକାର ଔଷଧୀୟ ଗୁଣ ଥିବାରୁ ଆମେ ଏହାର ବ୍ୟବହାର କରିବା। ଆମେ ଭଲରେ ରହିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜୟ ଜଗନ୍ନାଥ।